ଧର୍ମ ଓ ମୌଳବାଦ। ମୌଳବାଦ କହିଲେ ଯେକୌଣସି ଜିନିଷର ମୂଳ ବା ରୁଟ୍କୁ ବୁଝାଯାଏ। ମୂଳରୁ ମୌଳବାଦ ବା ମୂଳ ମତ ଚିନ୍ତାଟି ଆସିଅଛି। ମୂଳ ବା ଆରମ୍ଭ ବସ୍ତୁଟି ନଥିଲେ ଯେକୌଣସି କ୍ଷେତ୍ରରେ ମୌଳବାଦ ଆସିବ ନାହିଁ। ଯେମିତି କଥାରେ କୁହାଯାଇଥାଏ କି ମୂଳରୁ ମାଇପ ନାହିଁ ପୁଅ ନା ଗୋପାଳିଆ। ଯଦି ମଣିଷ ନିଜ ଜୀବନରେ ପୁଅ କରିବାକୁ ଚାହେଁ ଆଗ ବାହା ହେଉ, ବିବାହ କରୁ, ତେବେ ଯାଇ ପୁଅ ପାଇବାର ଆଶା ରଖିବ। ଏଇଟା ସାଧାରଣ କଥା। ପୋଷା ପୁଅ ବି କରାଯାଇ ପାରୁଛି, ହେଲେ ତାହା ନିଜର ଔରସ୍ୟଜାତ ଜନ୍ମିତ ପୁଅ ନୁହେଁ। ମୁଁ ନିଜ ଔରସ୍ୟଜାତ ଜନ୍ମିତ ପୁଅ ହେବା କଥା କହୁଛି। ପୋଷା ପୁଅ ଗୁଞ୍ଜା ରୁଅ କଥା କହୁନି। ନିଜ ପୁଅ ନିଜର ହେବାର ଯୋଉଠି ଗ୍ୟାରେଣ୍ଟି ବା ସଠିକତା ନାହିଁ, ସେଠି ପୋଷା ପୁଅ କଥା ଆଉ କ'ଣ କୁହାଯାଇପାରେ? ତେବେ ତାହା ସମୟ କହିବ। ଏଠି କେବଳ ଯାହା ମୌଳବାଦର ସ୍ୱରୂପ ଦର୍ଶାଇବା ପାଇଁ ପୁଅ ପ୍ରସଙ୍ଗ ଉଠିଲା ଦୃଷ୍ଟାନ୍ତ ଛଳରେ। ମୂଳ ଜିନିଷର ସତ୍ତାରୁ ମୌଳବାଦ ଆସେ। ମୂଳ ନଥିଲେ ମୌଳବାଦ ନଥାଏ। ମଣିଷ ମନରେ ଧର୍ମ ଏକ ପବିତ୍ର ବିଶ୍ୱାସ, ଯେଉଁଥିରେ ଈଶ୍ୱର ଅଲ୍ଲାହ ତେରୋ ନାମ ସବକୋ ସନ୍ମତି ଦେ ଭଗବାନ ହିଁ ରହିଛନ୍ତି। ଏଠି ମୌଳବାଦ କଥାଟି ଆଗେ ଗ୍ରହଣୀୟ ତଥା ବିଚାର୍ଯ୍ୟ। ନହେଲେ ଧର୍ମ ସ୍ଥିତି ଓ ତାର ପାଳନରେ ଖାଣ୍ଟିପଣ ରହିବ ନାହିଁ। କାରଣ ଧର୍ମ ଭାରି ସେନ୍ସିଟିଭ୍ ଇସ୍ୟୁ ବା ନମନୀୟ ଶିଥିଳ ଢିଲା ଜିନିଷ। ଧର୍ମ ପ୍ରଭାବ ବା ଆକର୍ଷଣରେ ସାଧାରଣତଃ ଆସେ। ତେବେ ସହଜରେ ଆସେ କିମ୍ବା ଜଟିଳତା ମଧ୍ୟରେ ମନରେ ସୋଚ ବିଚାରରେ ଆସେ ଅବା ଆସେ ନାହିଁ, ଏହା ପରିସ୍ଥିତିଗତ ସମୟ ସାପେକ୍ଷ। ଧର୍ମ ମୂଳସ୍ଥିତ ମୌଳବାଦ ବା କଟ୍ଟରପନ୍ଥୀ ଭିତରୁ ମାନବ ଜୀବନକୁ ଆସିଅଛି। ଧର୍ମର ଆକର ବା ଗନ୍ତାଘର ହେଉଛନ୍ତି ଈଶ୍ୱର, ଭଗବାନ ବା ଖୋଦା। ସେ ହିଁ ମଣିଷ ଜୀବନକୁ ପାଳନ ରୀତିରେ ବିଶ୍ୱାସ ଭିତ୍ତିରେ ଧର୍ମକୁ ଦେଇଛନ୍ତି ହୃଦୟରେ ମନରେ ଧରି ରଖିବା ପାଇଁ। ଧରି ନ ରଖିଲେ, ଧାରଣ କରି ନ ପାରିଲେ ଦୁର୍ଲଭ ମଣିଷ ଜୀବନରୁ ଧାରୟତି ଇତି ହି ଧର୍ମ ଚାଲିଯିବ, ରହିବ ନାହିଁ। ଧର୍ମ ଚାଲିଗଲେ ମଣିଷ ଜାନୁଆର ବା ପଶୁ ପାଲଟିଯିବ। ମାନବ ମଣିଷ ହୋଇ ଆଉ ରହିବ ନାହିଁ। ଯେହେତୁ କଥା ଅଛି ଧର୍ମେଣ ହୀନାଃ ପଶୁଭିଃ ସମାନାଃ। ଧର୍ମହୀନ ବ୍ୟକ୍ତି ପଶୁ ସହିତ ସମାନ। ଭକ୍ତକବି ମଧୁସୂଦନ ରାଓ ତାଙ୍କର ଅନୁବାଦ କବିତା ନିର୍ବାସିତର ବିଳାପରେ ଯଥାର୍ଥରେ କହିଛନ୍ତି, ବୃଥା ଜୀବନ ଯହିଁ ନାହିଁ ଧରମ, ପଶୁ ଲୀଳା ସାଧନ ମାତ୍ର କରମ। ଦିବ୍ୟ ପବିତ୍ର ମଣିଷର ମଇଳା ରୁଗ୍ଣ ଆତ୍ମାକୁ କୋରି ସଫା କରି ଦେଉଥିବା କୋରାନରେ ଅଲ୍ଲାହ କହିଛନ୍ତି, ଯେଉଁ ମଣିଷ ମୋର ଏବାଦତ ବା ପୂଜା ଆରାଧନା ନ କରି ମୋର ଉପୂଜା ଖାଦ୍ୟ ଖାଉଛି, ଏଭଳି ମଣିଷ ପଶୁ ସହିତ ସମାନ, ବରଂ ପଶୁଠୁ ବିହୀନ। କାରଣ ପଶୁ ବି ମୋର ଏବାଦତ କରେ। ହଁ, ମଣିଷ ଏହା ଜାଣୁନାହିଁ। ମୁଁ ମଣିଷକୁ ସେ ଶକ୍ତି ଦେଇନାହିଁ, ତେଣୁକରି ମଣିଷ ଜାଣିପାରୁନାହିଁ। ଦେଇଥିଲେ ଜାଣନ୍ତା। ଈଶ୍ୱରୀୟ ଧର୍ମ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ବା ଈଶ୍ୱର ଏକ ଏବଂ ଅଦ୍ୱିତୀୟରେ ସୀମିତ ପରିମିତ। ବହୁ ଈଶ୍ୱରରେ ଧର୍ମ କଦାପି ନାହିଁ। ବହୁ ଈଶ୍ୱରବାଦକୁ ମଣିଷ ଯେଉଁ ଧର୍ମ କରିଛି, ତାହା ଧର୍ମ ନୁହେଁ, ମିଛ ବା ବାତିଲ ଧର୍ମ ବୋଲି ଖୋଦା ନିଜ ପ୍ରଣୀତ ଗ୍ରନ୍ଥ କୋରାନରେ କହିଛନ୍ତି। ଏହାର ଅବସ୍ଥିତି କେବଳ ଇହ ବା ମଣିଷର ବଞ୍ଚିଥିବା ତାର ନିଜର ନଶ୍ୱର ନଷ୍ଟଶୀଳ ପ୍ରଥମ ଜୀବନରେ ଭୁଲ ପାଳନରେ ଯାହା କର୍ମକାଣ୍ଡରେ ରହିଥାଏ। ମରଣ ଉପରାନ୍ତେ ବା ମୃତ୍ୟୁ ପରେ ଏଭଳି ରଦ୍ଦ ବା ବନ୍ଦ ଧର୍ମର ମୂଲ୍ୟ କିଛି ନାହିଁ। ଯାହା ଅଛି ତାହା ଅମାନିଆପଣ ପାଇଁ କେବଳ ନର୍କରେ ଥାଇ ଯନ୍ତ୍ରଣାରେ ଭୋଗ କରିବାରେ ଥିବ। ଖୋଦା କହିଛନ୍ତି, ପ୍ରମାଣ ଖୋଜିବା ପାଇଁ କୋରାନ ଦେଖାଯାଇପାରେ। କୋରାନ କେବଳ ଇସଲାମର ମୁସଲମାନର ନୁହେଁ, ସାରା ଜଗତ ମଣିଷର ତାର ଆତ୍ମା ଉଦ୍ଧାରଣର। ଆତ୍ମାକୁ ମଣିଷ ତାର ପ୍ରଥମ ମରଣଶୀଳ ଜୀବନରେ ସତ ପ୍ରକୃତ ଧାର୍ମିକ ପାଳନରେ ଉଦ୍ଧାର କରିବ ମିଛ ଧାର୍ମିକତାରୁ, ଆଉ ଏହାର ସୁଫଳ ପାଇବ ମୃତ୍ୟୁ ପରବର୍ତ୍ତୀ ପରଲୋକର ପୁନର୍ଜୀବିତ ଦ୍ୱିତୀୟ ଅମର ଅକ୍ଷୟ ମୃତ୍ୟୁହୀନ ଜୀବନରେ। ମୃତ୍ୟୁ ଥରେ
ଦ୍ୱିତୀୟ ଥର ନାହିଁ। ମଣିଷ ଜୀବନରେ ମୃତ୍ୟୁ ବା ମରଣ ରହିବାର କାରଣରେ ଖୋଦା କହିଛନ୍ତି ତାଙ୍କର କୋରାନର ମୁଲ୍କ ପାଠରେ ଏହା କି କାମ କରିବା ଦୃଷ୍ଟିରୁ ଭଲ ମଣିଷ କିଏ, ଏହାର ପରିଚୟ ପାଇବା ପାଇଁ ମୃତ୍ୟୁ ଏଥିପାଇଁ ମଣିଷ ଜୀବନରେ ସ୍ଥିରୀକୃତ ହୋଇଅଛି। ମଣିଷ ମରଣ ପରେ ଖୋଦାଙ୍କର ଗୋଟିଏ ଶବ୍ଦର ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାରେ ଅଛି। ଯେମିତି ଗ୍ରୀଷ୍ମ ଋତୁରେ ଭୂମି ପ୍ରଚଣ୍ଡ ପ୍ରବଳ ଖରାରେ ଫାଟି ଆଁ କରିଥାଏ, ପୁଣି ବର୍ଷା ଜଳ ପଡ଼ି ଯେମିତି ଘାସ ଦୁବ କଅଁଳାଏ ଶ୍ୟାମ ସବୁଜିମାରେ ଭରି ଉଠେ, ଏଇମିତି ମଣିଷ ତମେ ଭୂମିରୁ ଉଠି ଆସିବ ଶରୀର ଓ ମନରେ ଜୀବନ୍ତ ହୋଇ ମୋର ଆଲ୍ଲାହର ସବୁକିଛି କରିପାରୁଥିବା କର୍ତ୍ତା ବା କରିବାପଣରେ। ଆଲ୍ଲାହ ସବୁ ଜିନିଷ ଉପରେ କର୍ତ୍ତୃତ୍ୱ ବା କରିବା ରଖେ। ଅବିଶ୍ୱାସୀ ମଣିଷ ମଲା ପରେ ମଣିଷର ଦ୍ୱିତୀୟ ଥର ବଞ୍ଚି ଉଠିବାଟାକୁ ସହଜରେ ବିଶ୍ୱାସ କରେ ନାହିଁ। ସେ କହେ, ମଲା ଗଲା ସରିଲା, ଆଉ ଦ୍ୱିତୀୟ ଥର ବଞ୍ଚିକି ଉଠିବା ନାହିଁ। କ'ଣ ମେଜିକ୍ ବା କୁହୁକ ହୋଇଛି ଯେ ମଣିଷ ପୋତା ପୋଡ଼ିବା ସ୍ଥାନରୁ, ବାଘ ଖାଇଥିବା ପାଟି ଭିତରୁ, ପାଣିରେ ବୁଡ଼ି ହୋଇଥିବା ଜଳ ଭିତରୁ ବାହାରି ଆସିବ? ହେଲେ ଆଲ୍ଲାହ କହୁଛନ୍ତି, ମୁଁ ସବୁ କିଛି କରିପାରେ, ଯୋଉଥିପାଇଁ ମଣିଷ ଭଗବାନଙ୍କୁ ସର୍ବଶକ୍ତିମାନ ବା ଅଲମାଇଟି ବୋଲି କହିଛି। ଚାର୍ବାକ ମୁନି କହିଛନ୍ତି, ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନ କୃତଃ, ଅର୍ଥାତ୍ ପୋଡ଼ି ପାଉଁଶ ହୋଇଥିବା ଶରୀର ପୁଣି ଥରେ କ'ଣ ବା କେମିତି ଫେରିଆସିବ? ଏହା ମିଛ କଥା। ଏଇଠି ଧର୍ମର ମାନେ ହିନ୍ଦୁ ଧର୍ମର ମୂଳ ଜିନିଷ ବା ମୌଳବାଦର ଖଣ୍ଡନ ମଣିଷ ଦ୍ୱାରା ହୋଇଗଲା। ମଣିଷ ସୁସ୍ଥିର ମନରେ ଚିନ୍ତା କରିବା ଦରକାର, ମା ପେଟରେ ଗର୍ଭସଞ୍ଚାର ସେଇ ଆଲ୍ଲାହ ହିଁ କରାନ୍ତି। କାରଣ ଆଲ୍ଲାହ କୋରାନରେ ସଫା କହିଛନ୍ତି, ପୁରୁଷ ମରଦ ନାରୀ ଉପରେ ଛାଇଗଲାରୁ ନାରୀର ହାଲୁକାର ପେଟ ରହିଗଲା। ମଣିଷ ମୋତେ ଦୁଆ ବା ମାଗୁଣି କରୁ କି, ହେ ଆଲ୍ଲାହ, ଆମକୁ ନେକ୍ ବା ଭଲ ବା ପୁଣ୍ୟବାନ ଔଲାଦ ବା ପିଲା ଦେ। ଆଲ୍ଲାହ ପୁଣି କହିଛନ୍ତି ୱାକିଆ ପାଠରେ, ତୁମେ ମଣିଷ ନାରୀଠାରେ ଯେଉଁ ମନି ବା ବୀର୍ଯ୍ୟ ପକାଉଅଛ, କ'ଣ ତୁମେ ସେଥିରୁ ପିଲା କରୁଛ? ନା ମୁଁ ତୁମକୁ ଦେଉଅଛି? ତେଣୁ ତୁମେ ମଣିଷ ମୋ ପ୍ରତି କୃତଜ୍ଞ ବା ସନ୍ତୁଷ୍ଟ ହେଉନ କାହିଁକି? ମୁଁ ଆଲ୍ଲାହ ଯାହାକୁ ଚାହେଁ ପୁଅ ଦିଏ, ଯାହାକୁ ଚାହେଁ ଝିଅ ଦିଏ, ଯାହାକୁ ଚାହେଁ ପୁଅ ଝିଅ ମିଶାଇ ଦିଏ, ଯାହାକୁ ଚାହେଁ ବନ୍ଧ୍ୟା ରଖିଦିଏ, ଅର୍ଥାତ୍ କିଛି ପିଲାପିଲି ଦିଏ ନାହିଁ। ହିନ୍ଦୁ ଧର୍ମରେ ମୌଳବାଦ ମୂଳରୁ ବିଖଣ୍ଡିତ ହୋଇଯାଇଅଛି। ପ୍ରଥମତଃ ବହୁ ଈଶ୍ୱରବାଦରେ, ପୁଣି ଠାକୁରାଣୀ ପୂଜାରେ। ହିନ୍ଦୁ ଆଲ୍ଲାହର ଅବିଶ୍ୱାସୀ ବା କାଫିର ବା ନାସ୍ତିକ ବା ନାହିଁ ମୁଁ ଜଣେ ବା ଏକ ଆଲ୍ଲାହକୁ ପୂଜିବି ନାହିଁ, ଏଇ ମନା କରିବା ପଣ ବା ସ୍ୱଭାବ ହେଉଛି ନାସ୍ତିକତାର ଅପର ପ୍ରୟୋଗ। ପ୍ରଥମ ପ୍ରୟୋଗଟି ହେଲା, ନାହିଁ ଈଶ୍ୱର ନାହାନ୍ତିରେ ଅଛି। ହିନ୍ଦୁ ଧର୍ମ ନିଜକୁ ସନାତନ ବା ଶାଶ୍ୱତ ସବୁଦିନିଆ ରହିବା ଧର୍ମ କହୁଛି, କିନ୍ତୁ ନୁହେଁ। ସନାତନ ଧର୍ମ ଏକେଶ୍ୱରବାଦରେ ଥାଏ, ବହୁ ଈଶ୍ୱରବାଦରେ ନଥାଏ। ଧର୍ମର ମୂଳ ଜଣେ ଈଶ୍ୱରରେ ସ୍ଥାୟିତ, ବହୁ ଈଶ୍ୱରରେ ନୁହେଁ। ମା ପେଟରେ ଆଲ୍ଲାହ ଋତୁସ୍ରାବର ରକ୍ତ ଗୋଟଳା ଜମାରୁ ଏବଂ ସେଥିରେ ପୁରୁଷ ବୀର୍ଯ୍ୟର ଅସନା ଅପବିତ୍ର ବିନ୍ଦୁ ଟୋପାରୁ ମିଶ୍ରଣର ଜମାଟ ଗୋଟଳାରୁ ମଣିଷ ତିଆରି କରନ୍ତି ବୋଲି ଅଲକ ପାଠରେ କହିଛନ୍ତି ମଣିଷ ମୋ ସହିତ ଛଳନା, ଚାଲବାଜି, ଚାଲାକି କରୁଛି, ନିଜକୁ ଧନୀ ବା ଥିଲାବାଲା ବୁଦ୍ଧିଆ ମଣୁଛି, ଜାଣୁନାହିଁ କି ଆଲ୍ଲାହ ଦେଖୁଛି ବୋଲି। ଯଦି ନିଜର ଆଚରଣ ବ୍ୟବହାରକୁ ନ ସୁଧାରେ, ତେବେ ମୁଁ ତାର ଲମ୍ବା ନାକରେ ଘୁଷୁରି ଥୋମଣିରେ ନିଆଁର ଚେଙ୍କ ବା ଦାଗ ଦେବି। କପାଳର କେଶଗୁଚ୍ଛ ଟାଣି ଘୋଷାଡ଼ି ଆଣିବି। ଡାକୁ ସେ ତାର ରକ୍ଷାକାରୀକୁ, ମୁଁ ବି ଯନ୍ତ୍ରଣାର ଦେବଦୂତଙ୍କୁ ଡାକୁଛି। ହିନ୍ଦୁ ଧର୍ମ ଏକେଶ୍ୱରବାଦକୁ ଯଦି ପ୍ରକୃତରେ ସତ୍ୟତାର ସହିତ ମନରେ ବିଶ୍ୱାସ କରୁଥାନ୍ତା, ତେବେ ନିଜ ମନଗଢ଼ା ହାତର ପ୍ରତିମାମାନଙ୍କୁ ମୋର ଆଲ୍ଲାହର ସହିତ ସମାନ ସମକକ୍ଷ କରାଇ ସମକକ୍ଷକାରୀ ମୁଶ୍ରିକ୍ ବା ଶିର୍କ ପୂଜା କରନ୍ତା ନାହିଁ। ମୂର୍ତ୍ତି ପୂଜା ଛାଡ଼ୁ, ମୋତେ ଜଣେ ଆଲ୍ଲାହକୁ ଉପାସ୍ୟ ଉପାସନା ଯୋଗ୍ୟ କରି ପୂଜୁ। ମୋ
କଥାମାନଙ୍କୁ ମନରେ ସତ୍ୟ ଓ ନିଷ୍ଠାର ସହିତ ନିଜର ଜୀବନରେ ପାଳୁ, ତେବେ ଯାଇ ମଣିଷ ମୋର ପ୍ରବର୍ତ୍ତିତ ଧର୍ମର ମୌଳବାଦ ବା ମୂଳପଣକୁ ପାଇବ। ହିନ୍ଦୁ ଧର୍ମରେ ଯେତେ ଯେତେ ଧାର୍ମିକ କର୍ମକାଣ୍ଡମାନ ଅଛି, ସେସବୁ ମୌଳବାଦର ପରିଚୟ ନୁହେଁ। କାରଣ ଗୋଟିଏ ଭୁଲ ମୂର୍ତ୍ତି ପୂଜାର ସମକକ୍ଷକାରିତାରୁ ସେଥିରୁ ଉପୁଜିଛି ଅନେକ ଭ୍ରାନ୍ତିର କାର୍ଯ୍ୟକଳାପ। ପୁନଶ୍ଚ ଶବକୁ ନିଆଁର ଇନ୍ଧନ ବା ଜାଳେଣୀ କରିବା। ଶବ ମଣିଷର, ମଣିଷ ଅଲ୍ଲାହର। ମୃତ୍ୟୁ କରାଏ ଅଲ୍ଲାହ, ତେଣୁ ଆମେ ସବୁ ମଣିଷ ଅଲ୍ଲାହର ସମ୍ପତ୍ତି। ଅଲ୍ଲାହ କହିଛନ୍ତି, ଆକାଶ ଓ ପୃଥିବୀ ଓ ସେଥିମଧ୍ୟର ସମସ୍ତ ଜିନିଷ ମୋର ଧନ। ମଣିଷ ମରି ମୋ ପାଖକୁ ଆସିବ, ସୁତରାଂ ଶବ ପୋଡ଼ିବାର ଅଧିକାର ମଣିଷର ନାହିଁ। ନିଆଁ, ନର୍କର ସ୍ମରଣ ବା ମନେ ପକାଇବା। କୋରାନରେ ଅଲ୍ଲାହ କହିଛନ୍ତି, ମଣିଷ ମୋତେ ମାଗୁ କି ହେ ଅଲ୍ଲାହ, ମୋତେ ନର୍କ ନିଆଁରୁ ବଞ୍ଚା। ଆଲ୍ଲାହୁମ୍ମା ଆଜିର୍ନି ମିନାନ୍ ନାର୍। ପୁଣି କହିଛନ୍ତି, ନିଆଁରେ ପୋଡ଼ୁଥିବା ମଣିଷକୁ ଦେଖି ଇସ୍ଲାମୀ ଜଣକ କହୁ, ଫିନ୍ନାରେ ଜାହାନ୍ନାମା ଖାଲିଦିନା ଫିହା। ଅର୍ଥାତ୍ ନିଆଁରେ ଜନ୍ମ ହୋଇଛ, ପୁଣି ମରି ସେଇ ନିଆଁକୁ ଯାଅ। କାଫିର୍, ମୁଶ୍ରିକ୍, ମୁନାଫିକ୍, ଫାସିକ୍ ଅର୍ଥାତ୍ ଅବିଶ୍ୱାସୀ, ସମକକ୍ଷୀ ବା ସମକକ୍ଷକାରୀ, ଅମାନିଆ ବା ମୁନକିର୍, କପଟୀ ଏବଂ ଧର୍ମ ନଷ୍ଟକାରୀ ସମସ୍ତେ ଶୈତାନ ବା ଇବ୍ଲିସର ବଂଶଧର। ଯେହେତୁ ଶୈତାନ ଅଲ୍ଲାହଙ୍କ ଦ୍ୱାରା ନିଆଁରୁ ଜାତ, ମଣିଷ ପୂର୍ବରୁ ଜାତ, ମଣିଷକୁ ସେ ମୁଣ୍ଡିଆ ମାରିନଥିଲା ଅଲ୍ଲାହଙ୍କ ଆଦେଶକୁ ଅମାନ୍ୟ କରି, ପୁଣି ମଣିଷ ତାର ଗୋଲାମ ବନିଛି। ଅଲ୍ଲାହ କହିଛନ୍ତି, ମଣିଷ ଅଲ୍ଲାହଙ୍କୁ ଖାଲି କଥାରେ, ଖିଆଲରେ ଭଗବାନ ବା ଈଶ୍ୱର ବୋଲି କହୁଛି, ହେଲେ ପ୍ରକୃତରେ କାର୍ଯ୍ୟରେ ଦେଖାଉନାହିଁ। ସେଥିପାଇଁ ଅଲ୍ଲାହଙ୍କ ବିଚାରରେ ଏବଂ ଦୃଷ୍ଟିରେ ଏଭଳି ମଣିଷ ଅବିଶ୍ୱାସୀ ବା ନାସ୍ତିକ ବା ନାହିଁ ଈଶ୍ୱରବାଦୀ। ହେଲେ ଅଲ୍ଲାହଙ୍କ ଦ୍ୱାରା ସୃଷ୍ଟ ଅଲ୍ଲାହଙ୍କର ସବୁ ଜିନିଷକୁ ସେ ନିଜ ଜୀବନରେ ବ୍ୟବହାରରେ, କାର୍ଯ୍ୟକାରିତାରେ ଲଗାଉଅଛି। ଯଥା ତାଙ୍କ ଭୂମିରେ ରହିବା, ତାଙ୍କ ଉପଜା ଖାଦ୍ୟ ଖାଇବା, ତାଙ୍କର ପ୍ରଦତ୍ତ ବୁଦ୍ଧିରେ ସମକକ୍ଷୀ ପୂଜା କରିବା, ମାଟି, ଧାତୁ, ପଥରରେ ମନଗଠିତ ମୂର୍ତ୍ତି ତିଆରି ପୂଜିବା, ତାଙ୍କର ଉପାର୍ଜନରେ ଭୋଗ କରିବା, ରୋଜଗାର କରିବା ଇତ୍ୟାଦି। ଯଦି ଆଲ୍ଲାହ ମଣିଷକୁ ମଣିଷ ଜୀବନ ଦେଇ ବଞ୍ଚାଇ ରଖିନଥିଲେ, ମଣିଷ କ'ଣ ପିଲାବେଳୁ ନିଜ ବାପା ମା, ବନ୍ଧୁବାନ୍ଧବଙ୍କ ବୁଦ୍ଧିରେ କୁଫ୍ର ଏବଂ ଶିର୍କ ଧର୍ମକୁ ଆପଣେଇ ସେହି ଧର୍ମରେ ଠିକ୍ ଭାବି ଦୃଢ଼ତାର ସହିତ ରହିପାରନ୍ତା କି? କଦାପି ନୁହେଁ। ତଥାପି ମଣିଷ ଆଲ୍ଲାହର ଧର୍ମ ଇସ୍ଲାମକୁ ନିଜର କରିପାରି ନାହିଁ। ତେଣୁ ସିଏ ମଲା ପରେ ସଜା ପାଇବନି ତ ଆଉ କିଏ ବାହାର ଲୋକ ପାଇବ? ଇସ୍ଲାମ ଧର୍ମ ଯୁକ୍ତିସିଦ୍ଧ, ପ୍ରମାଣ ବେଷ୍ଟିତ, ସତ୍ୟତାଯୁକ୍ତ। ଅନ୍ୟାନ୍ୟ ଧର୍ମ ଯୁକ୍ତିସିଦ୍ଧ, ପ୍ରମାଣ ବେଷ୍ଟିତ ନଥିବାରୁ ହିଁ ଆଲ୍ଲାହ ସେସବୁ ଧର୍ମକୁ ବାତିଲ ବା ମିଛ ବୋଲି କହି ଜୀବନରେ ପାଳନର ବାରଣ ଲଗେଇଛନ୍ତି। ଏଭଳି ମିଛ ଧର୍ମକୁ ଜୀବନରେ ଅର୍ଜନ କଲେ କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା ଜୀବନକୁ ମିଳିବାର ଚେତାବନୀ ବି ଦେଇଛନ୍ତି। ଯେହେତୁ ଆଲ୍ଲାହ ବା ଖୋଦା ନିଜ ପ୍ରଣୀତ କୋରାନରେ ଇସ୍ଲାମ ଧର୍ମକୁ ହିଁ ମଣିଷର ଜୀବନରେ ପାଳନର ସ୍ୱୀକୃତି ଦେଇଛନ୍ତି। କୋରାନର ଆଲେ ଇମ୍ରାନ ପାଠ କହେ, ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସ୍ଲାମ। ଓଡ଼ିଆ ଅର୍ଥ ହେଲା, ଆଲ୍ଲାହଙ୍କ ପାଖରେ ଇସ୍ଲାମ ହିଁ ଧର୍ମ। ଇସ୍ଲାମ ଆଲ୍ଲାହଙ୍କର ସ୍ୱତ ଏବଂ ପ୍ରକୃତ ଗୃହୀତ ଗ୍ରହଣୀୟ ଧର୍ମ। ଅନ୍ୟାନ୍ୟ ଧର୍ମକୁ ସେ ଶୈତାନ ବା ଇବ୍ଲିସ ଜରିଆରେ ବାତିଲ ବା ରଦ୍ଦ ବା ବନ୍ଦ ଧର୍ମ କରାଇବାର ମୂଳ କାରଣ ହେଲା ମଣିଷକୁ ଜହେନ୍ନୁମ ବା ନର୍କକୁ ପଠାଇବା। ତେଣୁ ହକ୍ ବା ପ୍ରକୃତ ଏବଂ ମିଛ ବା ଅପ୍ରକୃତ ବାତିଲ ଧର୍ମ ଆଲ୍ଲାହଙ୍କର ସ୍ୱର୍ଗ ଓ ନର୍କକୁ ଦୁଇ ପଥରେ ଯିବାର ସୃଷ୍ଟି। ଆଲ୍ଲାହ କହିଛନ୍ତି, ମୁଁ ଖୋଦା ନର୍କ ପାଇଁ କିଛି ଲୋକ ସୃଷ୍ଟି କରିଛି। ପାଠକ ଦିବ୍ୟ ପବିତ୍ର ଆଲ୍ଲାହ ରଚିତ ପ୍ରବର୍ତ୍ତିତ କୋରାନ ପଢ଼ିଲେ ଇସ୍ଲାମ ଧର୍ମ ଓ ଅନ୍ୟାନ୍ୟ ଧର୍ମର ସତ୍ୟତା ସହଜରେ ଜାଣିଯିବ। ଅନ୍ୟାନ୍ୟ ଧର୍ମ ଇସ୍ଲାମ ଧର୍ମରୁ ଶୈତାନ ଜରିଆରେ ବାରମ୍ବାର ବଦଳି ହିନ୍ଦୁ, ଖ୍ରୀଷ୍ଟ, ଶିଖ, ଜୈନ, ବୌଦ୍ଧ, ମହିମା ଆଦି ନାମ ଧରିଅଛି। ହିନ୍ଦୁ, ଖ୍ରୀଷ୍ଟ, ଶିଖ, ଜୈନ, ବୌଦ୍ଧ, ମହିମା ଏସବୁ ଧର୍ମକୁ ଦେଖିଲେ, ଅନୁଧ୍ୟାନ କଲେ ଜଣାଯାଇଥାଏ କି ସବୁଥିରେ ମୂର୍ତ୍ତି ପୂଜା, ସମକକ୍ଷୀ ଆରାଧନା, ଅଗ୍ନି ସାଧନାର ବଶବର୍ତ୍ତୀ। ହିନ୍ଦୁ ଧର୍ମରେ ଅସଂଖ୍ୟ ମୂର୍ତ୍ତି, ଖ୍ରୀଷ୍ଟ ଧର୍ମରେ ଯୀଶୁ ଏବଂ ମଦର ମେରିଙ୍କର ମୂର୍ତ୍ତି, ଶିଖ ଧର୍ମରେ ଗୁରୁ ଗ୍ରନ୍ଥ ସାହିବ, ଜୈନ ଧର୍ମରେ ମହାବୀର
ମହାବୀର ଜୀନଙ୍କର, ବୃଷଭନାଥଙ୍କ ମୂର୍ତ୍ତି, ବୌଦ୍ଧ ଧର୍ମରେ ବୁଦ୍ଧଙ୍କର ମୂର୍ତ୍ତି, ମହିମା ଧର୍ମରେ ଅଗ୍ନିପୂଜା ଅଛି। ତେଣୁ ଏସବୁ ଧର୍ମ ଇସଲାମ ହୋଇପାରିବ ନାହିଁ। ଆଲ୍ଲାହ ଜଣେ, ତେଣୁ ତାଙ୍କ ଧର୍ମ ବହୁଧାରେ ବିଭକ୍ତ କେମିତି ହେବ? ଯଦି ହେଲା, ତେବେ ମଣିଷ ଈଶ୍ୱର ଏକ ଏବଂ ଅଦ୍ୱିତୀୟ, ଏକ ବ୍ରହ୍ମ, ଦ୍ୱିତୀୟ ନାସ୍ତି ଫେର କହୁଛି କୋଉ ଭିତ୍ତିରେ? ଇସଲାମ ଧର୍ମ ଭିତ୍ତିରେ ଏମିତି କୁହାଯାଇଅଛି, ଧର୍ମ ବଦଳିଯିବାରୁ ଧର୍ମୀୟ ମୌଳବାଦ ବି ବିବର୍ତ୍ତିତ। ଯେଉଁ ମୌଳବାଦ ସନାତନ ଧର୍ମୀୟ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ, ତାହାର ଚର୍ଚ୍ଚା ବି ଆଲୋଚନା ସାପେକ୍ଷ ନୁହେଁ। ତ୍ରୁଟିପୂର୍ଣ୍ଣ ସ୍ଥିତି ପାଇଁ ମୌଳବାଦ ବା କଟ୍ଟରପନ୍ଥୀ ବା ଇଂରାଜୀର ବୋଲି ଫଣ୍ଡାମେଣ୍ଟାଲିଜିମ ରହିବାର କାରଣ ଧର୍ମୀୟ ସୁରକ୍ଷାକୁ ନିଜଠାରେ ଜାଗ୍ରତ କରାଇବା। ମଣିଷ ଯଦି ଧର୍ମଧାରୀ, ଧର୍ମାଚାରୀ ହେବାକୁ ଚାହୁଁଛି, ତେବେ ପ୍ରଥମେ ଧର୍ମକୁ ଜାଣି ଧର୍ମକୁ ନିଜର ବ୍ୟକ୍ତିଗତ ସ୍ତରରେ ସୁରକ୍ଷିତ ଦେବ। ନହେଲେ ଧର୍ମ ତାଠାରେ ମାନେ ବ୍ୟକ୍ତିଠାରେ ରହିପାରିବ ନାହିଁ। ମଣିଷକୁ ନିଜେ ନିଜ ଧର୍ମର ସୁରକ୍ଷା କରିବା ଦେବାକୁ ପଡ଼ିବ। ଫଣ୍ଡାମେଣ୍ଟାଲିଜିମ ମୌଳବାଦ ଧର୍ମର ଢାଲ। ଇସଲାମ ଧର୍ମ ପ୍ରତି ମଣିଷର ଅଭିଯୋଗ ହୁଏ କି ଏହି ଧର୍ମର ଧର୍ମାଚାରୀ ଲୋକମାନେ ଧର୍ମାନ୍ଧ, କଟ୍ଟରପନ୍ଥୀ ବା ମୌଳବାଦୀ। ଏହା ସର୍ବାଦୌ ସତକଥା। ଆଲ୍ଲାହ ନିଜେ ତାର ବନ୍ଦା ବା ଦାସ ବା ଭକ୍ତମାନଙ୍କୁ ଏଭଳି ହେବାକୁ ପରାମର୍ଶ ଦେଇଛନ୍ତି। ନହେଲେ ଯନ୍ତ୍ରଣାର ଭୟ ଦେଖାଇଛନ୍ତି। ପଥ ହୁଡ଼ିଯିବ ବୋଲି କହିଛନ୍ତି। ଇସଲାମର ମୌଳବାଦ ଭାରି କଡ଼ା। ମଣିଷକୁ ଟିକେ ବି ସ୍ୱାଧୀନତା ନାହିଁ। ନମାଜ ପଢ଼ିବା ପୂର୍ବରୁ ଧର୍ମୀୟ ରୀତିନୀତି ମୁତାବକ ହାତ ଗୋଡ଼ ମୁହଁ ଧୋଇବାରେ, ନମାଜ ପଢ଼ିବା ସମୟରେ ଅଧବାୟୁ ତ୍ୟାଗ ନ କରିବାରେ, ଗୀତ, ବାଦ୍ୟ, ନାଟକ, ଡ୍ରାମା, ଥିଏଟର ଜୀବନରେ ଜମା ନ ଦେଖିବା, ଧନୀ ଥିଲାବାଲା ଥିଲେ ଜକାତ ଦେବା, କାହାକୁ ବିଭ୍ରାନ୍ତିରେ ନ ପକାଇବା, ଅବିଶ୍ୱାସୀ ଧର୍ମୀୟ ଲୋକ ସହିତ ସମ୍ପର୍କ ନ ରଖିବା, ରମଜାନ ମାସରେ ମାସେ ବ୍ୟାପୀ ରୋଜା ବା ଉପବାସ ବାଧ୍ୟ ରଖିବା, ଧନୀ ଥିଲେ ଜୀବନରେ ଥରେ ବାଧ୍ୟ ମକ୍କା ମଦିନାକୁ ତୀର୍ଥଯାତ୍ରାରେ ଯାଇ ହଜ କରିବା ଇତ୍ୟାଦି ଯେତେ ସବୁ ଧର୍ମୀୟ କର୍ମକାଣ୍ଡ ବା ରିଚୁଆଲ୍ସର ବିବରଣୀ ଉପରେ ପ୍ରଦତ୍ତ ହେଲା, ସେସବୁର ଧାର୍ମିକ ଫାଇଦା ସହିତ ସାମାଜିକ ଲାଭ ବି ଅଛି। ଖାଲି କଥାରେ କହିଦେଲେ ତ ହେବ ନାହିଁ, ତାର ପ୍ରାୟୋଗିକ କାରଣ ଦେଖାଇବା ହେଲା। ପ୍ରଥମରେ ଇସଲାମ ଧର୍ମ ପାଳନ ପବିତ୍ର କର୍ମ, ଯାହାର ନିଷ୍ଠା ପର ମନୋଯୋଜିତ ପାଳନରେ ନିଶ୍ଚିତ ସ୍ୱର୍ଗ ସୁଖ, ମୃତ୍ୟୁ ପର କବର ଯନ୍ତ୍ରଣାରୁ ମୁକ୍ତି ଅଛି। ନମାଜ ଖୋଦାଙ୍କ ଧର୍ମର ପ୍ରଥମ ପ୍ରମୁଖ କର୍ମ। ତେଣୁ ସେଥିରେ ଦେହ ଲୁଗାର ସଫା ନିହାତି ଦରକାର। ଭଲ ସଫା ଲୁଗା ଉଜୁ କରି ନମାଜ ପଢ଼ିବାରେ ଆତ୍ମା ଶାନ୍ତି, ସାଂସାରିକ ସୁଖ ଅବଶ୍ୟ ମିଳେ। ପାଢ଼ୀ ଦେଲେ ପରିବେଶରେ ବିଘଟନ ଦେଖାଦେବ। ଲୋକେ ହସିବେ, ଛି ଛି କରିବେ, ମସଜିଦରୁ ବାହାର କରିଦେବେ, ନମାଜ ପଢ଼ିବା ହେବନି, ବାୟୁମଣ୍ଡଳ ପ୍ରଦୂଷିତ ହେବ। ଆଲ୍ଲାହ କହିଛନ୍ତି କୋରାନରେ କି ହେ ମୁସଲମାନ ମଣିଷ, ତୁମେମାନେ ଆଲ୍ଲାହକୁ ବେଶୀରୁ ଅତି ବେଶୀ ମନେ ପକାଅ, ଖୁବ୍ ଖୁବ୍ ୟାଦ କର। ତୁମେ ମଣିଷ ଜାଣନା କୋଉ ମୁହୂର୍ତ୍ତଟି ତୁମର ମୃତ୍ୟୁର ନିରୂପିତ ସମୟ ମୋ ଦ୍ୱାରା ସ୍ଥିରୀକୃତ ହୋଇଅଛି। ଶୈତାନ ତୁମର ମୁକ୍ତ ଶତ୍ରୁ। ସେ ତୁମ ପଛରେ ପ୍ରତିନିୟତ ଲାଗିଛି। ମୋତେ ମନେ ପକାଉଥିଲେ ସେ କଦାପି ତୁମ ପାଖକୁ ଆସିପାରିବ ନାହିଁ। ତୁମ ମନରେ ପଶି ତୁମକୁ ଭୁଲାଇ ଦେବ ନାହିଁ, ବିପଥଗାମୀ କରାଇ ପାରିବ ନାହିଁ। ମୁଁ ଆଲ୍ଲାହ ମଣିଷକୁ ନାରୀ ପୁରୁଷ, କଳା ଗୋରା, ଡେଙ୍ଗା ଗେଡ଼ା, ଧନୀ ଗରିବ, ମୂର୍ଖ ଜ୍ଞାନୀ କରି ବିଚିତ୍ର ବିବିଧ କରାଇ ତିଆରିଛି। ତେଣୁ ତୁମ ମଣିଷମାନଙ୍କ ଭିତରୁ ଯାହାକୁ ଧନୀ ଥିଲାବାଲା କରିଅଛି, ସେମାନେ ଗରିବର ଆର୍ଥିକ, ଐହିକ ବା ସାଂସାରିକ ଉନ୍ନତି ପାଇଁ ନିଜ ଉପାର୍ଜିତ ଧନରୁ କିଛି ଧର୍ମୀୟ ପରିମାପର ଅର୍ଥରାଶି ନିଶ୍ଚିତ ଦାନ ଖଇରାତ କରନ୍ତୁ। ନହେଲେ ଗରିବର ଆର୍ଥିକ ଉନ୍ନତି ହେବ ନାହିଁ। ମୁଁ ତ ତାକୁ ରୋଜି ବା ଉପାର୍ଜନ ଦେବି, ପୁଣି ତୁମ ଜରିଆରେ ଦିଆଇବି। ନହେଲେ କୃପଣତା ସ୍ୱଭାବ ଦେଖାଇଲେ ତୁମକୁ ଦଣ୍ଡିତ କରିବି। ଗରିବ ବି କରିଦେଇପାରେ, ଉପାର୍ଜନ ଛଡ଼ାଇ ନେଇପାରେ। ସମନ୍ୱୟ ସ୍ଥାପନା କର ନିଜ ଭିତରେ। ଦେଲେ ଦିଆଇବି, ରୋଜି ବଢ଼ାଇବି। କଥାରେ ଅଛି ପରା, ଦେଇଥିଲେ ପାଇ, ବୁଣିଥିଲେ ଦାଇ। ଡ୍ରାମା, ଥିଏଟର, ବାଇଦ ବାଜଣା, ନାଟତାମସା ଏସବୁ ଶୈତାନୀ କାମ, ମିଛ କଳ୍ପନା, ଯାହାକି ତୁମକୁ ଆଲ୍ଲାହର ଆରାଧନା କରିବାରେ ବାଧକ। ହଁ ମ, ବଢ଼ିଆ ଗୀତଟିଏ ଦଉଛି, ଟିକେ ଶୁଣିକି ନମାଜ ପଢ଼ିବା। ଯାତ୍ରା, ରାତି ଉଜାଗର ହୋଇ ଦେଖି ନମାଜ ନ ପଢ଼ିକି ଶୋଇବା, ପୁଣି ଅଶ୍ଳୀଳ ଅଭିନୟ ଦେଖି ଆଖିର ବେଶ୍ୟାବୃତ୍ତି ବା ଜହ୍ନା
କାରୀ ହେଲା, ଅର୍ଥାତ୍ ସମସ୍ତ ଭୋଗ ବିଳାସଠାରୁ ଦୂରେଇ ରଖିବାରେ ମନର ଦୃଢ଼ତା ବା ସ୍ଥିତଧିପଣ ବଢ଼େ। ବିଭ୍ରାନ୍ତିରେ ପକାଇବାରେ ଅନ୍ୟର କ୍ଷତି ଥିବାରୁ ଗାଳି ଖାଇବା ଅଛି। ବଦମାସ ଶଳା ମୋତେ ଭୁଲ କହିଲା, ଭୁଲ ବାଟ ଦେଖାଇ ହଇରାଣ କଲା, ତୋର କଦାପି ଭଲ ହବ ନାହିଁରେ ଗାତପୋଷା ମାଡ଼ୁଆ। ରଙ୍କୁଣୀ ଖିଆ ରହିଜଳା, ତୋତେ ଯାହା ମରଣ ହଉନି। ଜାଣୁନୁ ତ ଚୁପ୍ ରହିଥାନ୍ତୁ। ମୋତେ ଅଯଥାରେ ହଇରାଣରେ ପକାଇଲୁ କାହିଁକିରେ ଅଳପେଇଷା? ଅବିଶ୍ୱାସୀ କାଫିର ଲୋକ ସହିତ ବନ୍ଧୁତା କଲେ, ଅତି ବେଶୀ ମିଳାମିଶା କଲେ, ହେଳମେଳ ହେଲେ ବିପଦରେ ପଡ଼ିବାର ଆଶଙ୍କା ଅଛି। ବନ୍ଧୁତାର ଖାତିରରେ ସୌଜନ୍ୟ ଦୃଷ୍ଟିରୁ କିଛି ନ କହିପାରିଲେ ଆଲ୍ଲାହର ଇବାଦତ ବା ଆରାଧନାରେ ଖଲାଲ ବା ବ୍ୟାଘାତ ହୋଇପାରେ। ମଣିଷକୁ ହର ହାଲରେ ଆଲ୍ଲାହର ଇବାଦତ କରିବାକୁ ପଡ଼ିବ। ସେଇଟି ହେଲା ଅହମ୍ ଇବାଦତ ବା ମୁଖ୍ୟ ଆରାଧନା, ନମାଜ ପାଠ। ଗପୁଚି ତ ଗପୁଚି, ସଞ୍ଜ ଗଡ଼ିଗଲା, ମଗରିବ ନମାଜ ଟାଇମ୍ ଚାଲିଗଲା। ଏଥିପାଇଁ ବି ସଜା ଅଛି। ଜାଣି ଶୁଣିକି ନମାଜ ପଢ଼ିବାରେ ଡେରି ବା ବିଳମ୍ବ କଲେ, ପୁଣି କଜା ବା ବାକିଆ ନମାଜ ଦେୟ ନ ଦେଲେରେ ଅଛି। ଆଲ୍ଲାହ କାଫିର ବା ଅବିଶ୍ୱାସୀକୁ ନିଜର ଶତ୍ରୁ ବୋଲିଛି, ଆଉ ମୁମିନ୍ ବା ମୁସଲମାନ ମଣିଷକୁ ସେହିପରି ଶତ୍ରୁ ଭାବିବାର ପରାମର୍ଶ ଦେଇଛି। ତାଙ୍କ ପାଇଁ ଜେହେନ୍ନମ ବା ନର୍କ ନିଆଁ ପ୍ରସ୍ତୁତ କରି ରଖିଛନ୍ତି ବୋଲି କୋରାନରେ କହିଛନ୍ତି। ବିଶେଷ ପରିସ୍ଥିତିରେ ବି କାଫିରକୁ ହତ୍ୟା କରିଦେବାକୁ ବି କହିଛନ୍ତି। ଶରଣ ନେଇଗଲେ, ମୁସଲମାନ ହୋଇଗଲେ ହତ୍ୟା ନ କରିବାକୁ ବି ପରାମର୍ଶ ଦେଇଛନ୍ତି। ଥରେ ବାଧ୍ୟତଃ ହଜ୍ କରିବା ଇସଲାମ ଧର୍ମର ମୌଳବାଦର ଅପର ନିୟମ। ଯଦି ନ ପାରୁଛ ତେବେ ନିଜେ ପଇସା ଦେଇ ଅନ୍ୟ ଜଣେ ଧାର୍ମିକ ଲୋକ ଜରିଆରେ ହଜ୍ ପରୋକ୍ଷରେ କର। ଜବାବ ଖିଲାପ କଲେ 2 ମାସ ଉପବାସ, ନ କରିପାରିଲେ 60 ଭୋକିଲା ଲୋକକୁ ଖାନା ଖୁଆଅ, ନହେଲେ ଜବାବ ଖିଲାପର ମାଫ ନାହିଁ। ଅବୈଧ ବେଶ୍ୟାବୃତ୍ତି ହେଲେ ମୃତ୍ୟୁଦଣ୍ଡ, 100 ଥର ଚାବୁକ ମାଡ଼। ଏମିତି ଇସଲାମ ଧର୍ମର ମୌଳବାଦୀର କିଛି ଉଦାହରଣ। ସଂସାରରେ ଅନ୍ୟାନ୍ୟ ଧର୍ମର ମୌଳବାଦ ନାହିଁ, କାରଣ ସେସବୁ ମିଛ ଧର୍ମ। ଯାହା ବା ଅଛି ସେ ସମସ୍ତ ଭୁଲ। ଖ୍ରୀଷ୍ଟ ଧର୍ମ କୋରାନର ବଚନ ଅନୁସାରେ ପ୍ରଥମେ ବିଶ୍ୱାସୀ ଧର୍ମ ଇସଲାମ ଥିଲା, ପରେ ତାହା କୁଫର ଧର୍ମ ହେଲା। ଖ୍ରୀଷ୍ଟିଆନ ଧର୍ମକୁ କୁଫର ଧର୍ମ କରିବାରେ ଆଲ୍ଲାହ ଦାୟୀ। କୋରାନରେ 6ଠ ଭାଗରେ ଅଛି, ବର୍ତ୍ତମାନ ଖ୍ରୀଷ୍ଟିଆନମାନେ ଯେଉଁ ଯୀଶୁଙ୍କୁ କ୍ରୁଶବିଦ୍ଧ ସ୍ଥିତିରେ ପୂଜୁଛନ୍ତି ସେ ପ୍ରକୃତ ଯୀଶୁ ନୁହନ୍ତି, ବରଂ ଯୀଶୁଙ୍କର ପ୍ରତିରୂପ ବା ହମଶକଲ। ପ୍ରକୃତ ଯୀଶୁଙ୍କୁ ଆଲ୍ଲାହ ଚତୁର୍ଥ ଆକାଶକୁ ଜୀବନ୍ତ ଉଠାଇ ନେଇଛନ୍ତି ଦେବଦୂତ ଫରିସ୍ତା ଜିବ୍ରାଇଲ ବା ଗାବ୍ରିଏଲଙ୍କୁ ପଠାଇ। ଆଜି ପର୍ଯ୍ୟନ୍ତ ଯୀଶୁ ବା ଈସା ଜୀବିତ ଅଛନ୍ତି। ଇହୁଦୀମାନେ ଚାଲ ଖେଳି ଯୀଶୁଙ୍କୁ ବନ୍ଦୀ କରି ରଖିଥିବା ଘରେ ଲୋକ ପଠାଇ ଯୀଶୁଙ୍କୁ ବନ୍ଦୀ ଘରୁ କ୍ରୁଶରେ ଚଢ଼ାଇ ମାରିବାକୁ ଆଣିବାକୁ ଯାଇଥିବା ଲୋକର ମୁଖମଣ୍ଡଳକୁ ବଦଳାଇ ଯୀଶୁଙ୍କ ଭଳି କରିଦେଲେ। ପ୍ରକୃତ ଯୀଶୁଙ୍କୁ ଜଳା କବାଟି ବାଟେ ବା ସ୍କାଇଲାଇଟ ବାଟେ ଲୁଚାଇ ନେଇଯାଇଥିଲେ। ଘର ଖାଲି ଥିଲା, ଯୀଶୁ ବା ଈସା ନଥିଲେ। ଲୋକଟି ଆସି କହିଲା, ଘରେ ଯୀଶୁ ନାହାନ୍ତି। ଅନ୍ୟାନ୍ୟ ଲୋକେ କହିଲେ, ନାହାନ୍ତି କ'ଣ? ତୁ ତ ନିଜେ ଯୀଶୁ ଅଟୁ, ଚାଲ। ପିଟି ପିଟି ବାଡ଼େଇ ବାଡ଼େଇ ତାକୁ ହିଁ ଶୂଳୀରେ ଚଢ଼ାଇ ଦିଆଗଲା। ଯୀଶୁ କ୍ରୁଶରେ ଚଢ଼ି ନାହାନ୍ତି ବୋଲି ଆଲ୍ଲାହ ଦାବିର ସହିତ କହିଛନ୍ତି। ମଣିଷ ଯଦି ଆଲ୍ଲାହର ସୃଷ୍ଟି ହୋଇ ଚାଲ ଖେଳିବ, ତେବେ ଆଲ୍ଲାହ ବି ଚାଲ ଖେଳିବେ। ମୁଖମଣ୍ଡଳ ବଦଳ କରିବାରେ ଆଲ୍ଲାହ ପୋଖତ। ୟାସିନ ପାଠ। ଇସଲାମ ଧର୍ମକୁ ଖ୍ରୀଷ୍ଟ ଧର୍ମ ଉପରେ ଶ୍ରେଷ୍ଠତା ଦେବା ଓ ତାଙ୍କ ପୈଗମ୍ବରଙ୍କୁ ରକ୍ଷା କରିବା ଥିଲା ଖୋଦାର ଉଦ୍ଦେଶ୍ୟ। ସେଥିପାଇଁ ଏମିତି ହେଲା। ଜୈନ, ବୌଦ୍ଧ, ଶିଖ ମହିମା ହିନ୍ଦୁ ଧର୍ମର ଅନ୍ୟାନ୍ୟ ଶାଖା। ଜୈନ ଧର୍ମରେ ମୂର୍ତ୍ତି ପୂଜା ଅଛି। ଶ୍ୱେତାମ୍ବର, ଦିଗମ୍ବର ନାମରେ 2 ଶାଖା। ଦିଗମ୍ବର ପନ୍ଥୀ ଲଙ୍ଗଳା ହୋଇ ରହି ଆକାଶକୁ ବସ୍ତ୍ର କରିଥାନ୍ତି। ଶ୍ୱେତାମ୍ବରମାନେ ଧଳା ଲୁଗା ପିନ୍ଧନ୍ତି। ସେହିପରି ବୌଦ୍ଧ ଧର୍ମରେ ବୁଦ୍ଧ ମୂର୍ତ୍ତି ପୂଜା ଓ ଧର୍ମଟି ହୀନଯାନ, ମହାଯାନ, ତନ୍ତ୍ରଯାନ, ବଜ୍ରଯାନ ହୋଇ 4ଟି ଦଳ। ଧର୍ମଗ୍ରନ୍ଥ ତ୍ରିପିଟକ। ପିଟକମାନେ ପେଡ଼ି ବା ପେଟିକା, ବାକ୍ସ, ସୂତ୍ର ପିଟକ, ବିନୟ ପିଟକ, ଅଭିଧର୍ମ ପିଟକ। ବାହା ହେବ ନାହିଁ, ନିବୃତ୍ତି ମାର୍ଗୀ ହେବ, ଭିକ୍ଷୁ ଭିକ୍ଷୁଣୀ ହୋଇ ସଂଘାରାମରେ ରହିବ, ପ୍ରବଜ୍ୟା ବା କୁଚ୍ଛ ସାଧନା କରିବ। ଏହା ବୌଦ୍ଧ ଧର୍ମରେ ସଫଳ ହୋଇନାହିଁ। ଭ୍ରଷ୍ଟାଚାର ପଶିଛି, ବ୍ୟଭିଚାରୀ ପାଲଟି ଯାଇଛି, ଅବୈଧ ଯୌନଚର୍ଯ୍ୟା ଦିଶିଛି। ସୁରେନ୍ଦ୍ର ମହାନ୍ତିଙ୍କର ଅଜୀବକର ଅଟ୍ଟହାସ୍ୟ ମହାନିର୍ବାଣ ଗଳ୍ପ ଉପନ୍ୟାସରେ ବୌଦ୍ଧ ଧର୍ମର ଅବକ୍ଷୟ ବର୍ଣ୍ଣିତ। ଅଗତ୍ୟା ବୌଦ୍ଧ ଧର୍ମର ମୌଳବାଦ ଭୁଷୁଡ଼ି ପଡ଼ିଛି। ମହିମା ଧର୍ମର ଗୋସେଇଁଙ୍କୁ ଦେଖିଲେ ତାଙ୍କର ଜଟା ଜୁଟ ଗେରୁଆ ବସ୍ତ୍ର
ପରିଧାନ, ତାଳପତ୍ର ଛତା, ଅଗାଧୁଆ ରହିବାର ଦୃଶ୍ୟ, ଧୂନି ଜାଳିବା ଏସବୁ ମନକୁ ପବିତ୍ରତା ଆଡ଼କୁ ନିଏ ନାହିଁ। ସନ୍ଥ କବି ଭୀମ ଭୋଇଙ୍କର ସ୍ତୁତିଚିନ୍ତାମଣି କାବ୍ୟକୁ ପଢ଼ିଲେ କୋଉଠି ଅଣାକାର ନିରାକାର ଭଗବାନଙ୍କୁ ସ୍ତୁତି ବା ପ୍ରଶଂସା କରାଯାଇଛି, ପୁଣି ପୁରୀର ନୀଳାଚଳ ନାଥ ଜଗନ୍ନାଥଙ୍କୁ ବି ସ୍ମରଣ କରାଯାଇଅଛି। ପୁରୀର ସମୁଦ୍ରର ନୀଳ ଜଳରାଶିର ଉଚ୍ଚ ଉଚ୍ଚ ପର୍ବତ ପ୍ରମାଣ ଉତ୍ତାଳ ତରଙ୍ଗ ବିଚିମାଳା ଠିକ୍ ଏଇ ଅଚଳ ବା ଚଳତ୍ଶକ୍ତିହୀନ ନୀଳ ପର୍ବତ ଭଳି ଥିବାରୁ ବ୍ୟାଜ ସ୍ତୁତିରେ ପୁରୀକୁ ନୀଳାଚଳ ଧାମ ବୋଲି କୁହାଯାଇଅଛି। କୋରାନ ଖୋଦା ପ୍ରଣୀତ ଗ୍ରନ୍ଥ, ସେଥିରେ ଯାହା କଥା ସବୁ କଥିତ ସେସବୁ ସତ ବା ପ୍ରକୃତ ଜଣେ ସଚ୍ଚା ନିଷ୍ଠାପର ଜଗତବାସୀ ବିଶ୍ୱସ୍ତ ମୁସଲମାନ ପାଇଁ। ତେଣୁ ସେଥିରେ ଇସଲାମ ଧର୍ମ ହିଁ ଏକମାତ୍ର ସତ ଧର୍ମ। ଅତଏବ ତାରି ବିଚାରରେ କହିଲେ ଅନ୍ୟାନ୍ୟ ଧର୍ମରେ ମୌଳବାଦ ଥାଇପାରେ, ହେଲେ ସେସବୁ ଖୋଦା ବିଚାରରେ ଅବାସ୍ତବ। କାରଣ ମୂଳ ବା ରୁଟ୍ଟି ବେଠିକ୍। ଅଗତ୍ୟା ମୌଳବାଦ ବି ସେହି ରକମ। ଚର୍ଚ୍ଚିଲ ଇସଲାମକୁ ନିଜ ଖ୍ରୀଷ୍ଟ ଧର୍ମକୁ ଭଲ ନ କହି ଇସଲାମକୁ କହିଛନ୍ତି ଦି ବେଷ୍ଟ ରିଲିଜିଅନ୍ ଇଜ୍ ଇସଲାମ ବଟ୍ ଦି ୱର୍ଷ୍ଟ ପିପୁଲ ଆର୍ ମୁସଲିମ୍ସ। ତେବେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବା କଣ୍ଟେକ୍ସଟକୁ ଦେଖି ଚର୍ଚ୍ଚିଲ ଏମିତି କହିଥାଇ ପାରନ୍ତି, ସବୁ ମୁସଲମାନ କିନ୍ତୁ ଖରାପ ବା ବଦମାସ କଦାପି ନୁହନ୍ତି। ଯଦି ଥାନ୍ତେ ତେବେ ଏଥିରେ ସତ ବାବା, ସନ୍ଥ, ସାଧୁ ପୁରୁଷ, ମହାପୁରୁଷ ମହମ୍ମଦ, ବାଗଦାଦର ଶେଖ୍ କାଦିର ଅବଦୁଲ ଜିଲାନୀ, ଆଜମିରର ଖ୍ୱାଜା ବାବା ମঈନୁଦ୍ଦିନ ଚିସ୍ତି, ଖ୍ୱାଜା ଗରିବେ ନୱାଜ ଆସି ନଥାନ୍ତେ। ଆଲ୍ଲାହ ନିଜେ ନିଜ ପ୍ରଣୀତ ଧର୍ମରେ ମୌଳବାଦର ସୁରକ୍ଷା ସବୁ ଦିଗରୁ ଚାହିଁଛନ୍ତି। ଟିକିଏ ଢିଲା ହୋଇଗଲେ ଧର୍ମଟି ଅଣବାଟୁଆ ହୋଇଯିବ। ମୁଣ୍ଡିଆ ନ ମାରିବାର ସାମାନ୍ୟ ଅପରାଧରେ ଇବ୍ଲିସ୍ ଅଲ୍ଲାହଙ୍କ ଦ୍ୱାରା ସାଙ୍ଗେ ସାଙ୍ଗେ ଦଣ୍ଡର ଶୁଣାଣି ପାଇଗଲା। ଅପରପକ୍ଷରେ ଅଲ୍ଲାହଙ୍କର ଆଦେଶକୁ ଶିରଧାର୍ଯ୍ୟ ସାଙ୍ଗେ ସାଙ୍ଗେ ଅନ୍ୟାନ୍ୟ ଫରିସ୍ତାମାନେ ବା ଦେବଦୂତଗଣ ସଜଦାଏ ତାଜିମି ବଜାୟ ଆଣିଥିଲେ, ଲେଶମାତ୍ର କାମରେ ଅବହେଳା କରିନଥିଲେ। ଆଲ୍ଲାହ ବି ନିଜେ ନିଜ ପ୍ରବର୍ତ୍ତିତ ବା ଜାରି କରାଇଥିବା ଶାନ୍ତିମୟତାର ଧର୍ମ ଇସଲାମରେ ଚୌକନ୍ନେ ବା ସତର୍କ ବା ଜାଗତିଆର ଅଛନ୍ତି ବୋଲି ସ୍ୱୟଂ କହିଛନ୍ତି। ଆଲ୍ଲାହ ପ୍ରତି ସୂକ୍ଷ୍ମତାକୁ ଜାଣୁଥିବା ସତର୍କ ସାବଧାନୀ। ମୋ ଠାରୁ ସାମାନ୍ୟତମ କିଛି ବି ଗାୟବ ହୋଇଯାଇ ନଥାଏ ଆକାଶରୁ ଅବା ପୃଥିବୀରୁ। ଅଗତ୍ୟା ସେ ତାଙ୍କର ଭକ୍ତ ବା ବନ୍ଦାଠାରୁ ଧର୍ମୀୟ ମୌଳବାଦ ବା ଫଣ୍ଡାମେଣ୍ଟାଲିଜିମକୁ ଅବଶ୍ୟ ଚାହିଁବେ। କାରଣ ସେ ବେଶ ଭଲ କରି ଜାଣିଛନ୍ତି ମଣିଷକୁ ଏମିତି ମନ ଦେଇଛନ୍ତି କି ମନଟି ସହଜରେ ବା ଚଟ୍ କରି ପ୍ରଲୋଭନ ଆକର୍ଷଣରେ ପଡ଼ିଯିବ। ସୁତରାଂ ମୌଳବାଦ ଦ୍ୱାରା କଠୋର କରା ନଗଲେ ମଣିଷ ସନ୍ଥ, ବାବା ବା ଓଲି, ପୀର ଦର୍ଜା ପାଇପାରିବ ନାହିଁ। ନିୟମ ବହିର୍ଭୂତ କାମ ନ କରିବା ହେଉଛି ମୌଳବାଦର ଅପର ନିଦର୍ଶନ। ଯିଏ କରୁଛି ତାଠାରେ ମୌଳବାଦ ନାହିଁ ବୋଲି ବୁଝାଯିବ। ମୂଳ ଜିନିଷକୁ ଗଣ୍ଠେଇ କରି ଧରିବା ମୌଳବାଦ। ମୌଳବାଦ ବ୍ୟକ୍ତିଗତ ଆଚରଣରୁ ଏକ ଚେତନା ବା ଜାଗରଣରେ ପରିଣତ ହୋଇଯାଏ, ସାମୂହିକତାର ଦିଗରୁ ପ୍ରସରି ଯାଇ ଧର୍ମୀୟବାଦ ବୋଲାଏ। ଶୃଙ୍ଖଳା ନିୟମୋଚିତ କରେ, ନିୟମୋଚିତ ନିଷ୍ଠାପରତାକୁ ଡାକେ। ଶିଥିଳ ମନ ଏଣେତେଣେ ନ ଧାଇବା ପାଇଁ ମୌଳବାଦ ଏକ ଢାଲ ବା ସେଫଗାର୍ଡ। ଅନୁଧ୍ୟାନ କରି ଦେଖାଯାଇଅଛି ସଂସାରରେ ଇସଲାମୀ ମନୁଷ୍ୟ ତଥା ଧର୍ମାବଲମ୍ବୀ ତଦୀୟ ଧର୍ମୀୟ ମୌଳବାଦକୁ ଜୀବନରେ ଜାଗରୁକ କରି ଅଧିକତର ଦେଖାନ୍ତି। 5 ଥର ନମାଜ ପାଠ, ରୋଜା ଉପବାସ ରଖିବା, ଦାନ ଖଇରାତ କରିବା, ସହଜ କଥା ନଥିବା ବିଶ୍ୱାସକୁ ମନରେ ଧରି ରଖିବା, ତଦନୁଯାୟୀ କାମ କରିବା ତାଙ୍କ ଧର୍ମୀୟ ମୌଳବାଦର ବାହ୍ୟ ରୂପ। ହେଲେ ମାନବ ସମାଜର ଅନ୍ୟାନ୍ୟ ଧର୍ମରେ ଧର୍ମୀୟ ମୌଳବାଦ ବିଖଣ୍ଡିତ ହୋଇ ଯାଇଅଛି, ଭୁଷୁଡ଼ି ପଡ଼ିଛି। ଇତିହାସ ଯାହାର ପ୍ରତ୍ୟକ୍ଷ ସାକ୍ଷୀ। ଜୈନ ଧର୍ମର ଦିଗମ୍ବର ପନ୍ଥୀଏ ଲଙ୍ଗଳା ହୋଇ ବୁଲିବା, ଆକାଶକୁ ବସ୍ତ୍ର କରିବା ମୌଳବାଦର ଭଲ ରୂପକୁ କ'ଣ ଦେଖାଏ? ଲଜ୍ଜା ନିବାରଣ ପାଇଁ ଯେଉଁଠି ବସ୍ତ୍ର ନାହିଁ, କେବଳ କୌପୀନ ଭରସା, ସେହିପରି ଶିବଲିଙ୍ଗ ପୂଜା ଧର୍ମର ମୂଳ ଜିନିଷ କ'ଣ ଏହା କହୁଅଛି କି ନାରୀ ପୁରୁଷ ଲିଙ୍ଗକୁ ଏକାଠି ମିଶାଇ ସଂକେତଟିଏ ଗଢ଼ି କ୍ଷୀର ଢଳାକୁ ବୀର୍ଯ୍ୟର, ନାଗସାପକୁ ପୁରୁଷ ଲିଙ୍ଗର ପ୍ରତୀକ କରିବାରେ ଧର୍ମୀୟ ମୌଳବାଦ ଯଦି ଥାନ୍ତା, ତେବେ ସାରା ଜଗତର ସ୍ରଷ୍ଟା ଓ ପ୍ରଭୁ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଏବଂ ଈଶ୍ୱର ଏକ ଏବଂ ଅଦ୍ୱିତୀୟର ନାମାନ୍ତର ଆଲ୍ଲାହ ଏଭଳି ଧର୍ମକୁ ଅବିଶ୍ୱାସ ତଥା ସମକକ୍ଷତାର ଆରୋପ ଲଗାଇ ନଥାନ୍ତେ, ଦୋଷ ଦେଇ ବର୍ଜନୀୟ ବୋଲି କହନ୍ତେ ନାହିଁ। ରାଗିଗଲେ, ଚିଡ଼ିଗଲେ, ଉତ୍କ୍ଷିପ୍ତ ହେଲେ ଏହି ଧର୍ମାବଲମ୍ବୀ ମଣିଷ ପରୋକ୍ଷରେ ସ୍ୱୟମ୍ଭୁ ବିଧାତା ଖୋଦାଙ୍କୁ ହିଁ ରଗାଇ ଉତ୍କ୍ଷିପ୍ତ ଜଲ୍ଲାଲି ବା ରାଗରେ
ପାଚିକି ଲାଲଙ୍କୁ ଦଣ୍ଡ ଦେବା ପାଇଁ ବାଧ୍ୟ କରୁଛନ୍ତି। ଆଲ୍ଲାହ କୋରାନରେ ସଫା କହିଛନ୍ତି, ଜଣେ ଅମାନିଆ ଲୋକ ଅଜାବ ବା ଯନ୍ତ୍ରଣା ମୋ ଠାରୁ ମାଗୁଛି, ଯାହାକି ତାର ଜୀବନରେ କେବେ ଟଳିବ ନାହିଁ, ହୋଇକି ରହିବ, ଅବଶ୍ୟ ଦିଆଯିବ। ତେବେ ଆଲ୍ଲାହଙ୍କର ଏଭଳି ଧମକ କାହିଁକି? ସୁଧୁରିବାକୁ ନିହାତି ଦରକାରୀ। ମଣିଷ ଟିକିଏ ତଳେଇ କରି ଭାବୁ, ସନାତନ ଧର୍ମର ମୂଳ ମୌଳବାଦକୁ ହଜେଇ ଦେବାରେ ଏହା କୁଫଳ ଭୋଗର ଅପର ଭବିଷ୍ୟତବାଣୀ।